ଅଧ ଘଣ୍ଟାର କାଳ ବୈଶାଖୀ ବର୍ଷା ପ୍ରଭାବରେ ଘରର ଆଜବେଷ୍ଟ ପଡ଼ି ଜଣେ ମହିଳା ସମେତ 3 ଶିଶୁ ଗୁରୁତର। କୋଟପାଡ଼ ବ୍ଲକ ଢାମଣାହାଣ୍ଡି ପଞ୍ଚାୟତର କୁହୁଡ଼ି ଗାଁରେ ଘରର ଆଜବେଷ୍ଟ ପଡ଼ି ଜଣେ ମହିଳା ସମେତ 3 ଶିଶୁ ଗୁରୁତର ଆହତ। ଆହତଙ୍କୁ ପ୍ରଥମେ କୋଟପାଡ଼ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ଥିବାରୁ ଛତିଶଗଡ଼ର ଜଗଦଲପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅତ୍ୟଧିକ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା। ପ୍ରବଳ ବର୍ଷା ଓ ପବନର ବେଗ ଏତେ ତୀବ୍ର ଥିଲା ଯେ ଘରର ଛାତ ପଡ଼ି ପରିବାରର ସମସ୍ତ ସଦସ୍ୟ ଆଜବେଷ୍ଟ ତଳେ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ 1.5 ବର୍ଷର ଶିଶୁ ମଧ୍ୟ ଗୁରୁତର ଥିବା ସୂଚନା। ଘଟଣା ପରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ବର୍ଷାରେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଯୋଗୁଁ ଆହତ ପରିବାର ପ୍ରଶାସନକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। আমার নিজ গাঁ ଅଛି ବାଟକୁହୁଡ଼ି। ଏଠି 4ଟା ଅଧେ 4ଟା ଭିତରେ ପାଣି ବର୍ଷା ବହୁତ ଆଇଲା। ଆଉ ଆଇଲାରୁ ମୁଁ ଦୋକାନରେ ଥିଲି, ଆବାଜଟି ହେଲା, ପାଟି ଟୁଣ୍ଡେ କରଲାରୁ ମୁଁ କ'ଣ ହେଲା ବୋଲିକରି ମୁଁ ଦୌଡ଼ି କରି ଆଇଲି। ଆଇଲାରୁ ନାଇକି ସେ ଆଜବେଷ୍ଟ ସିଟ୍ଟା ଥିଲା, ପବନଟା ଉଠେଇ କରି ଫିଙ୍ଗିଦେଲା ସେପଟେ। ଫିଙ୍ଗିଦେଲାରୁ ମୁଁ ଆସିକରି ଦେଖିଲି ତାଙ୍କର ପୁଅ ଝିଅମାନଙ୍କୁ ପୁରା ଇଟା ଯାକ ପୁରା ମୁଣ୍ଡରେ ଗୁଡ଼ରେ ବାଜିଥିଲା। ସେଟା ମାନଙ୍କୁ କାଢ଼ି କାଢ଼ି ଅଲଗା ଜାଗାରେ ରଖିଲି, ସେମାନଙ୍କୁ ଉଦ୍ଧାର କଲି, ରାସ୍ତା ଉପରକୁ ନେଲି। ଟେକି ଟେକି କରି ନେଲାରୁ ଗୋଟେ 15 ମିନିଟ୍ କି 10 ମିନିଟ୍ ରହିଲା ପରେ ପାଣି ପବନ କମିଲାରୁ ମୁଁ ସେମାନଙ୍କୁ ତୁରନ୍ତ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଗଲି, କୋଟପାଡ଼ ମେଡିକାଲରେ। ଆଉ ସେଠି କହିଲେ କି ଏଇଟା ବେଶୀ ଟିକେ ବାଜିଛି, ଏଠି ହେବ ନାହିଁ, କୋରାପୁଟ ନିଜ ନହେଲେ ଜଗଦଲପୁର ନିଜ ବୋଲି କହିଲେ ମେଡିକାଲ ଲୋକ। ତାପରେ ମୁଁ ଭାବିଲି ନା ଏଠି ହେବ ନାହିଁ, ଜୟପୁର ନେବା ନାହିଁ, ଛତିଶଗଡ଼ ଜଗଦଲପୁର ନେଇଯିବା, ସେଟା ଆମର ଟିକେ ପାଖରେ ହେବ ବୋଲିକରି ସାଙ୍ଗେ ସାଙ୍ଗେ ସେମାନଙ୍କୁ ମେଡିକାଲ ଜଗଦଲପୁରରେ ନେଇଗଲେ। ଜଣ ଥିଲେ 5 ବର୍ଷର ପିଲାକୁ ମୁଣ୍ଡରେ ବାଜିଛି ଆଉ ପଛବାଟେ ବାଜିଛି। ଆଉ 1.5 ବର୍ଷର ପିଲାକୁ ଗୁଡ଼ରେ ବାଜିଛି। ଆଉ ଗୋଟେ ସେ 12 ମାସର କି ସାନ ଛୁଆ ଗୋଟେ ଥିଲା, ତାକୁ ମଧ୍ୟ ଅଣ୍ଟାରେ ବାଜିଛି, ଗୁଡ଼ରେ ମିଶା ବାଜିଛି। ତାର ମାକୁ ମଧ୍ୟ ମୁଣ୍ଡରେ ବାଜିଛି, ପଛବାଟେ କାନ ପଟେ ମିଶା ବାଜିଛି। ସାନ ପିଲା ଉପରେ ପଡ଼ି ଯାଇଥିଲା। ବର୍ଷା ବେଶୀ ତ ହେଇଥିଲା, ଏଇ ପାଖରେ ଖାଉଥିଲେ, ସାନ ଲୋକ ତ ଖାଉଥିଲେ ବସିକରି। ସାଧାରଣତଃ ପବନ ତ ଆଇଲା, ଆଜବେଷ୍ଟଟା ଉଡ଼େଇ କରି ନେଇଗଲା। ଇଟା ଯାକ ପଥର ବଧୁ ଭାଙ୍ଗିଥିଲେ, ସେ ଇଟା ଯାକ ତାର ମୁଣ୍ଡରେ ପଡ଼ିଗଲା। ଆଜବେଷ୍ଟଟା ମିଶା ସେ ସାନ ପିଲାର ଉପରେ ଲଥେଇ କରିଥିଲା। କ'ଣ ଦାବି ନାହିଁ, ଆମର ଦାବି ବୋଲେ ଏତିକି ବୋଲେ ସରକାରକୁ ନିବେଦନ କରୁଛୁ, ଯେମିତିକି ଆମକୁ ଟିକେ ସହାୟତା କଲେ ଭଲ ହେଇଥାନ୍ତା ବୋଲିକରି ଆମେ ଟିକେ ନିବେଦନ କରୁଛୁ ସରକାର।